ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ପ୍ରାନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେ ଦୁଇ ଜଣ ରାଜାଙ୍କ ବିଷୟରେ ଆମେ ଦେଖିବା, ଯେଉଁମାନେ କି ସର୍ବଶକ୍ତିମାନ ପରମେଶ୍ୱର ଜିହୋବାଙ୍କୁ ସେମାନେ ଚ୍ୟାଲେଞ୍ଜ ଦେଇଥିଲେ, ଆଉ ଶେଷରେ ସେମାନଙ୍କର ଅବସ୍ଥା ମଧ୍ୟ ସାଂଘାତିକ ହେଇଯାଇଥିଲା। ତେବେ ଆମେମାନେ ବାଇବେଲରେ ଦୁଇ ଜଣ ରାଜାଙ୍କ ବିଷୟରେ ଦେଖିବା, ଆଉ ଏଇଟା ଆପଣ ମଧ୍ୟ ଭଲ ଭାବରେ ଜାଣନ୍ତି ଦୁଇ ଜଣ ରାଜାଙ୍କ ବିଷୟରେ। ଆଉ ଯଦି ଆପଣମାନେ ଚାହୁଁଛନ୍ତି ଜାଣିବା ନିମନ୍ତେ, ତେବେ ବାଇବେଲରେ ଆପଣ ଖୋଲିପାରିବେ ଦାନିଏଲ ପୁସ୍ତକ, ଆଉ ଯେଉଁଠାରେ ରାଜା ନବୁକଦନେସ୍ସରଙ୍କ ବିଷୟରେ ଲେଖା ଅଛି। ହଁ ପ୍ରିୟ ବନ୍ଧୁଗଣ, ଏଠାରେ ରାଜା ନବୁକଦନେସ୍ସର, ଆଉ ସେ ଜଣେ ଏମିତି ରାଜା ଅଟନ୍ତି ଯିଏକି ପରମେଶ୍ୱରଙ୍କୁ ମାନୁନଥିଲେ, କେବଳ ନିଜର ବୁଦ୍ଧି, ନିଜର ବାହୁବଳ ଉପରେ, ନିଜର ଜ୍ଞାନ ଉପରେ ଅଧିକ ସେ ନିର୍ଭର କରୁଥିଲେ। ଯଦି ଆମେ ଦାନିଏଲ ତାର 3 ପର୍ବ ଦେଖିବା, ଏଠାରେ ଏକ ଚମତ୍କାର ଘଟିଅଛି। ଏଠାରେ ରାଜା ନବୁକଦନେସ୍ସର ଏକ ସୁବର୍ଣ୍ଣର ଏକ ପ୍ରତିମା ନିର୍ମାଣ କରୁଅଛି, ସୁନାର ଏକ ପ୍ରତିମା, ଏବଂ ରାଜ୍ୟ ସାରା ଘୋଷଣା କରୁଛି, ଆଉ ସମସ୍ତେ ଆସିକି ଏହି ପ୍ରତିମାକୁ ପ୍ରଣାମ କରିବ। ଯିଏ ପ୍ରଣାମ ନ କରିବ ତାହାକୁ ଅଗ୍ନିକୁଣ୍ଡରେ ତାକୁ ପକାହବ। ତେବେ ରାଜାଙ୍କର କଥା ମାନିକି, ରାଜାଙ୍କୁ ଭୟ କରିକି, ରାଜାଙ୍କର ଆଦେଶକୁ ଭୟ କରିକି ସମସ୍ତେ ଆସିକି କ'ଣ କରୁଛନ୍ତି, ରାଜାଙ୍କର ପ୍ରତିମାକୁ, ରାଜା ଯେଉଁ ପ୍ରତିମା ତିଆରି କରିଥିଲେ ସୁବର୍ଣ୍ଣ ପ୍ରତିମା, ତାହାକୁ ସେମାନେ ପ୍ରଣାମ କରୁଅଛନ୍ତି। ଆଉ ଲେଖା ଅଛି, ଏ ସୁବର୍ଣ୍ଣ ପ୍ରତିମାର ଉଚ୍ଚତା ଥିଲା 60 ହାତ, ଆଉ ପ୍ରସ୍ଥ ଥିଲା 6 ହାତ। ଟିକେ ଚିନ୍ତା କରନ୍ତୁ, ଏହାର ଉଚ୍ଚତା କେତେ ହେଇଥିବ? 60 ହାତ ଉଚ୍ଚ ଆଉ 6 ହାତ ଚଉଡ଼ା, ଏକ ସୁବର୍ଣ୍ଣମୟ, ମାନେ ଟୋଟାଲ ପ୍ରତିମାଟା ହିଁ ସୁନାର ତିଆରି। ଆଉ ରାଜା ଘୋଷଣା କରୁଛି ଯେ ଏହି ପ୍ରତିମାଙ୍କୁ ସମସ୍ତେ ପ୍ରଣାମ କରିବାକୁ ବାଧ୍ୟ। ପ୍ରଣାମ କରିବ ତ ଭଲ, ଆଉ ଯଦି ପ୍ରଣାମ ନ କରିବ ତେବେ ତାହାକୁ କ'ଣ କରାଯିବ? ଅଗ୍ନିକୁଣ୍ଡରେ ପକାଯିବ। ଯେତେବେଳେ ସମସ୍ତେ ପ୍ରଣାମ କଲେ, ସେତେବେଳେ 3 ଜଣ ଯୁବା ସେମାନେ ପ୍ରଣାମ କଲେ ନାହିଁ, କାରଣ ସେମାନେ ସର୍ବଶକ୍ତିମାନ ପରମେଶ୍ୱର ଜିହୋବାଙ୍କୁ ସେମାନେ ଭୟ କରୁଥିଲେ, ତାଙ୍କର ସେବା କରୁଥିଲେ। ଯେତେବେଳେ ରାଜା ଖବର ପାଇଲା ଯେ ଏମାନେ ପ୍ରଣାମ କରିନାହାନ୍ତି, ସେତେବେଳେ ସେ ମହାକ୍ରୋଧରେ ସେ ସେମାନଙ୍କୁ ଡକେଇଲା, ଯାଅ ତୁମେ ଧରିକି ଆଣିବ। ଯେତେବେଳେ ସେମାନଙ୍କୁ ଆଣିକି ରାଜାଙ୍କ ସାମ୍ନାରେ ହାଜର କରାଗଲା, ରାଜା ପଚାରିଲେ, ତୁମେମାନେ କାହିଁକି ମୋର ସୁବର୍ଣ୍ଣମୟ ପ୍ରତିମାକୁ ପ୍ରଣାମ କରୁନାହ? 15 ପଦ ଦେଖିବା, ବିଶେଷ କରି ଲେଖା ହେଉଛି, ଏବେ ଶୃଙ୍ଗ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସର୍ବପ୍ରକାର ବାଦ୍ୟ ଶୁଣିଲେ ତୁମେମାନେ ଯେବେ ମୋ ନିର୍ମିତ ପ୍ରତିମାକୁ ମୁହଁ ମାରି ପ୍ରଣାମ କରିବାକୁ ସମ୍ମତ ହୁଅ, ତେବେ ଭଲ। ମାତ୍ର ଯେବେ ତୁମେମାନେ ପ୍ରଣାମ ନ କର, ତେବେ ସେହି ଦଣ୍ଡରେ ତୁମେମାନେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହେବ। ଆଉ ଯିଏ ତୁମମାନଙ୍କୁ ମୋ ହସ୍ତରୁ ଉଦ୍ଧାର କରିବ, ଏପରି କେଉଁ ଦେବତା ଅଛି? ଦେଖନ୍ତୁ, ଏଠି ଭଲ ଭାବେ ଲକ୍ଷ୍ୟ କରନ୍ତୁ, କେତେ ସାହସର ସହିତ ନବୁକଦନେସ୍ସର ସେ ଉତ୍ତର ଦଉଛି, ମାନେ ସେ କହୁଛି ଯେ ଏପରି କେଉଁ ଦେବତା ଅଛି ଯିଏକି ମୋ ହସ୍ତରେ ତୁମକୁ ଉଦ୍ଧାର କରିବ, ତେବେ ସେଇ ଦଣ୍ଡରେ ତୁମେମାନେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ନିକ୍ଷିପ୍ତ ହେବ। ଆଉ ଲାଷ୍ଟରେ ଲେଖା ଅଛି, ଆଉ ଯେ ତୁମମାନଙ୍କୁ ମୋ ହସ୍ତରୁ ଉଦ୍ଧାର କରିବ, ଏପରି କେଉଁ ଦେବତା ଅଛି? ତେବେ ପ୍ରିୟ ବନ୍ଧୁଗଣ, ଦେଖନ୍ତୁ, ଏଠାରେ ନବୁକଦନେସ୍ସର ନିଜକୁ ବଡ଼ ଶକ୍ତିଶାଳୀ, ଜ୍ଞାନୀ, ଆଉ ହୁଏତ ପୃଥିବୀରେ ଥିବା ସମସ୍ତ ଯେତେ ଦେବତା ଅଛନ୍ତି, ଏପରି କେଉଁ ଦେବତା ଅଛି ଯିଏ ତୁମମାନଙ୍କୁ ମୋ ହସ୍ତରୁ ଉଦ୍ଧାର କରିବ? ତେବେ ପରମେଶ୍ୱର ତ ଉଦ୍ଧାର କରିଦେଲେ, କିନ୍ତୁ ତାପରେ ଆମେ ଦେଖିବା ନବୁକଦନେସ୍ସର ତାର ଅବସ୍ଥା ତାର କ'ଣ ହେଲା, ଆମେ ଟିକେ ଦେଖିବା। ଯଦି ଆପଣ ଦାନିଏଲ ତାର 4 ପର୍ବର 28 ପଦରୁ ଯଦି 37 ପଦ ଆପଣ ଦେଖିବେ, ସେଠି ନବୁକଦନେସ୍ସର ମନେ ମନେ ଗର୍ବ କରି କହୁଛି ଯେ ସମସ୍ତ ବିଷୟ ମୁଁ ତିଆରି କରିଛି, ମୁଁ ସେସବୁ ନିର୍ମାଣ କରିଛି। 4 ପର୍ବର 30 ପଦ ପଢ଼ନ୍ତୁ, ଲେଖା ଅଛି, ରାଜା ଏଇ କଥା କହିଲା, ମୁଁ ଆପଣା ବଳର ପ୍ରଭାବରେ ଓ ଆପଣା ପ୍ରତାପର ମହିମା ନିମନ୍ତେ ରାଜଧାନୀ କରିବା ପାଇଁ ଯାହା ନିର୍ମାଣ କରିଅଛି,
ଏହି କି ସେଇ ମହତୀ ବାବିଲ ନୁହେଁ? ତେବେ ପ୍ରିୟ ବନ୍ଧୁଗଣ, ନିଜର ବାହୁବଳରେ ଗର୍ବ କରୁଥିବା ନବୁକଦନେସ୍ସରର ଅବସ୍ଥା କ'ଣ ହେଲା ଆମେ ଦେଖିବା। ଯଦି ଆମେ ତାପରେ ଦେଖିବା, ଗୋଟେ ଶୂନ୍ୟବାଣୀ ସ୍ୱର୍ଗରେ ଏକ ବାଣୀ ହେଉଛି, ହେ ରାଜା ନବୁକଦନେସ୍ସର, ତୁମକୁ ଏହି କଥା କୁହାଯାଉଅଛି, ତୁମଠାରୁ ରାଜ୍ୟ ଗଲା। ତାପରେ ସତକୁ ସତ ତାର ବୁଦ୍ଧି ଅନ୍ଧାର ହେଇଗଲା। ସେ ପଶୁମାନଙ୍କର ତୁଲ୍ୟ ହେଇଗଲା। ସେ ଜଙ୍ଗଲକୁ ପଳେଇଲା। ପଶୁମାନଙ୍କ ପରି ସେ ଚାଲିଲା। ଆଉ ପଶୁମାନଙ୍କ ପରି ତାର ଦାଢ଼ି ନଖ ଏ ସମସ୍ତ ବିଷୟ ବଢ଼ିଲା। ହଁ ପ୍ରିୟ ବନ୍ଧୁଗଣ, ତେବେ ଇଏ ହେଉଛନ୍ତି ରାଜା ନବୁକଦନେସ୍ସର, ଯିଏକି ସଦାପ୍ରଭୁଙ୍କର ଶକ୍ତିକୁ ଚ୍ୟାଲେଞ୍ଜ କରିଥିବା ଏକ ରାଜା। ଆଉ ଲେଖା ଅଛି, ସେ ବନ୍ୟ ପଶୁମାନଙ୍କ ସହିତ ରହିଲା। ଆଉ ଶେଷରେ ତାର ବୁଦ୍ଧି ମଧ୍ୟ ଫେରି ଆସିଲା। ତେବେ କେତେ ବର୍ଷ? ଆଉ ଯଦି ଆମେ ସମୟର କଳ୍ପନା କରିବା, 32 ପଦ ଲେଖା ଅଛି, 7 କାଳ ବହିଯିବ ବୋଲି ଲେଖା ଅଛି। ତେବେ ଇଏ ହେଉଛନ୍ତି ନବୁକଦନେସ୍ସର ରାଜା, ଯାହାକୁ ପରମେଶ୍ୱର ହିଁ ତାଙ୍କର ଗର୍ବକୁ ଭାଙ୍ଗିଲେ। ଯେ ନିଜର ବଳ ଉପରେ ଅଧିକ ଗର୍ବ କରୁଥିଲା, ସେ ନବୁକଦନେସ୍ସର ରାଜା ବର୍ତ୍ତମାନ ଈଶ୍ୱରଙ୍କର ବନ୍ଦନା କରୁଛି। ଯଦି ଆପଣ ଦାନିଏଲ ତାର 4 ପର୍ବର 34 ପଦର ପଢ଼ିବେ, ତେବେ ଏ ସମସ୍ତ ବିଷୟ ଲେଖା ଅଛି। ହଁ ପ୍ରିୟ ବନ୍ଧୁଗଣ, ତେବେ ଆମେ ଦେଖିବା, ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ବାଇବଲରେ ଆଉ ଜଣେ ମଧ୍ୟ ରାଜା ଅଛନ୍ତି, ଯାହାଙ୍କର ନାଁ ହେଉଛି ଫାରୋ ରାଜା। ଯଦି ଆପଣ ଯାତ୍ରା ପୁସ୍ତକ ତାର 7 ପର୍ବରୁ 14 ପର୍ବ ଯଦି ପଢ଼ିବେ, ସେଠାରେ ଲେଖା ଅଛି ପରମେଶ୍ୱର କିପରି ଫାରୋଙ୍କୁ ମଧ୍ୟ ନତ କଲେ। ଆଉ ସେହି ସମୟରେ ଯଦି ଆପଣ ମିଶର ଦେଶର ଇତିହାସ ପଢ଼ନ୍ତି, ତେବେ ଆଗ କାଳରେ ଫାରୋଙ୍କୁ ମଧ୍ୟ ଏକ ଦେବତାମାନଙ୍କର ସ୍ଥାନ ଦିଆଯାଉଥିଲା। ଦେବତାମାନଙ୍କୁ ଯେଉଁଭଳି ପୂଜା କରାଯାଉଥିଲା, ଆଉ ଫାରୋଙ୍କୁ ମଧ୍ୟ ସେଭଳି ପୂଜା କରାଯାଉଥିଲା। ତେବେ ଫାରୋ ଭାବୁଥିଲେ, ମୁଁ ହେଉଛି ସର୍ବେସର୍ବା, ମୁଁ ହେଉଛି ଈଶ୍ୱର। ତେବେ ଆମେ ଦେଖୁଛୁ ସର୍ବଶକ୍ତିମାନ ପରମେଶ୍ୱର କିପରି 10ଟି ମହା ବିପତ୍ତି ଘଟାଇଲେ। ଆଉ ଶେଷରେ ପ୍ରଥମ ଜାତମାନଙ୍କୁ ସଂହାର କରାଗଲା। ଆଉ ଶେଷରେ ଫାରୋ ଛାଡ଼ିଦେଲା ଇସ୍ରାଏଲ ଲୋକମାନଙ୍କୁ। ପୁଣି କ'ଣ ହେଲା? ଯେତେବେଳେ ଇସ୍ରାଏଲ ଲୋକମାନେ ସୁଫ ସାଗର ନିକଟରେ ଏକତ୍ର ହେଉଛନ୍ତି, ସେତେବେଳେ ଫାରୋ କ'ଣ କରୁଛି? ନିଜର ସେନାକୁ ସେ ପଠାଉଛି, ଯେତେବେଳେ ଯାଅ ଇସ୍ରାଏଲ ଲୋକମାନଙ୍କୁ ପୁଣି ଥରେ ଧରିକି ଆସିବ, ଧରିକି ସେମାନେ ନେଇକି ଆସ। କାରଣ ଏତେ ସବୁ କାମ ପଡ଼ିଛି, ଏସବୁ କିଏ କରିବ? ଯଦି ସେମାନେ ପଳେଇ ଯିବେ, କିଏ କରିବ? ତ ତୁମମାନେ ଯାଅ, ନେଇକି ଆସିବ, ପୁଣି ଇସ୍ରାଏଲ ଲୋକମାନଙ୍କୁ ନେଇକି ଆସ। ତାପରେ ଯେତେବେଳେ ଇସ୍ରାଏଲ ଲୋକମାନେ ଗଲେ, ଯେତେବେଳେ ଫାରୋର ସୈନ୍ୟମାନେ ଯେତେବେଳେ ଗଲେ, ସେତେବେଳେ ଇସ୍ରାଏଲ ଲୋକମାନେ ସୁଫ ସାଗର ନିକଟରେ ସେମାନେ ଉପସ୍ଥିତ ଥିଲେ। ତାହେଲେ ଲୋକମାନେ ଦେଖୁଛନ୍ତି ଯେ ଫାରୋଙ୍କର ସୈନ୍ୟମାନେ ପୁଣି ଆସୁଛନ୍ତି, ସେମାନେ କ୍ରନ୍ଦନ କରୁଛନ୍ତି। କିନ୍ତୁ ପରମେଶ୍ୱର ଅଦ୍ଭୁତ ଭାବରେ ସୁଫ ସାଗରକୁ 2 ଭାଗ କଲେ। ଆଉ ଇସ୍ରାଏଲ ଲୋକମାନେ ସେ ଶୁଷ୍କ ପଥ ଦେଇ ଗମନ କଲେ। ତାପରେ ଫାରୋଙ୍କର ସୈନ୍ୟମାନେ ଭାବିଲେ, ଆମେ ବି ଚାଲୁ, ଆମେ ବି ଏଇ ଶୁଷ୍କ ପଥ ଦେଇ ଗମନ କରିବା, ଆମର ବି କିଛି ହେବନି। ଯେତେବେଳେ ସେମାନେ ବି ଶୁଷ୍କ ପଥ ଦେଇ ଗମନ କରୁଛନ୍ତି, ପରମେଶ୍ୱର କହିଲେ, ତୁମର ଯଷ୍ଟିକୁ ପୁଣି ଥରେ ବିସ୍ତାର କର। ଯେତେବେଳେ ଯଷ୍ଟିକୁ ପୁଣି ଥରେ ବିସ୍ତାର କରାହେଉଛି, ସେତେବେଳେ କ'ଣ ହେଉଛି? ସମୁଦ୍ର ପାଣି ପୁଣି ଥରେ ଆସିକି ଲାଗିଯାଉଛି। ଆଉ ସେଠାରେ ଫାରୋଙ୍କର ସୈନ୍ୟମାନଙ୍କ ମୃତ୍ୟୁ ହେଉଛି। ଏହା ହେଉଛି ନିରାଟ ସତ କଥା। କାରଣ ଫାରୋଙ୍କର ରଥ, ତାଙ୍କର ଚକ, ଏ ସମସ୍ତ ବିଷୟ ବର୍ତ୍ତମାନ ଆବିଷ୍କାର କରାଯାଉଛି ଧୀରେ ଧୀରେ ସେ ସୁଫ ସାଗର ଭିତରୁ। ତେବେ ପ୍ରିୟ ବନ୍ଧୁଗଣ, ଏ 2 ଜଣ ଥିଲେ ବାଇବେଲର ରାଜା, ଯେଉଁମାନେ କି ସଦାପ୍ରଭୁଙ୍କୁ ଭୟ କରୁନଥିଲେ ଏବଂ ସଦାପ୍ରଭୁଙ୍କୁ ସେମାନେ ଚ୍ୟାଲେଞ୍ଜ ଦେଇଥିଲେ। ଆଉ ଫଳରେ ସେମାନଙ୍କ ଅବସ୍ଥା ମଧ୍ୟ ସାଂଘାତିକ ହେଲା। ଯଦି ଆପଣ ମଧ୍ୟ ଯଦି କୌଣସି ରାଜାଙ୍କ ବିଷୟରେ ଜାଣିଛନ୍ତି, ଯାହାକୁ ପରମେଶ୍ୱର ଦଣ୍ଡ ଦେଇଥିଲେ, ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେଲେ, ଏପରି ଯଦି କୌଣସି ରାଜାଙ୍କ ବିଷୟରେ ଆପଣ ଜାଣିଛନ୍ତି ବାଇବେଲରେ, ତେବେ ମୋତେ ସ୍ମରଣ କରାଇଦେବେ କମେଣ୍ଟ ବକ୍ସରେ। ଆଉ ଯଦି ଭିଡ଼ିଓ ଭଲ ଲାଗୁଛି, ତେବେ ଏହି ଭିଡ଼ିଓକୁ ଆପଣ ସେୟାର କରନ୍ତୁ ଅନ୍ୟମାନଙ୍କ ସହିତ, ଯେପରି ଅନ୍ୟମାନେ ମଧ୍ୟ ଏହିପରି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଜାଣିବା ନିମନ୍ତେ ସୁଯୋଗ ପ୍ରାପ୍ତ ହେବେ। ତେବେ ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ଆନ୍ତରିକ ନମସ୍କାର।